ସେନାପତି, କାଲି ପ୍ରାତଃକାଳରେ ମୁଁ ଯମୁନା ଦର୍ଶନ କରିବା ପାଇଁ ଯିବି। ଏହି ସମାଚାରଟି ଆପଣ ଯାଇ ଯଥାଶୀଘ୍ର ପୂଜାରୀଙ୍କ ପାଖରେ ପହଞ୍ଚାଇ ଦିଅନ୍ତୁ। ଯଥା ଆଜ୍ଞା ମଣିମା। ଯମୁନା କୂଳଟି ଲୋକାରଣ୍ୟ ହୋଇଥିଲା। ସେ ଅଞ୍ଚଳର ସବୁଠାରୁ ପ୍ରସିଦ୍ଧ ପୁରୋହିତ ରାଜାଙ୍କୁ ଯମୁନା ଦର୍ଶନ କରାଇବା ଲାଗି ତାଙ୍କ ସହ ଯାଇଥିଲେ। ଯମୁନା କୂଳରେ ସବୁ ଜୀବଜନ୍ତୁ ପଶୁପକ୍ଷୀ ପାଣି ପିଇ ନିଜର ଆଶୀର୍ବାଦ ଓଜାଡ଼ି ଦେଉଥିଲେ। ଆଉ ଯମୁନା କୂଳରେ ଏତେ ସୁନ୍ଦର ପରିବେଶ ଦେଖି ରାଜାଙ୍କ ମନ ତୃପ୍ତ ହୋଇଗଲା। ହେଲେ ସେ ଦେଶର ପୁରୋହିତଙ୍କୁ ସବୁ ଲୋକ ବହୁତ ପ୍ରଶଂସା କରୁଥିଲେ। ସେ ତାଙ୍କର ଏହି ଭଲ ପାଇବାକୁ ଦେଖି ରାଜାଙ୍କ ମନରେ ପୁରୋହିତଙ୍କ ପ୍ରତି ଈର୍ଷା ଜାତ ହେଲା। ତାହେଲେ ପୁରୋହିତ, ଆଉ ଡେରି କ'ଣ ପାଇଁ କରିବା? ଏବେ ପୂଜା ଆରମ୍ଭ କରିଯାଉ। ହଁ ମହାରାଜ, ଏଇକ୍ଷଣି ପୂଜାଟା ଆରମ୍ଭ କରିଦେବା। ଠିକ୍ ଅଛି। ରାଜା ଭାବିଲେ, ମୁଁ ଆଜି ଏ ପୂଜାରୀକୁ ପାନେ ଦେବି। ଦକ୍ଷିଣା ସ୍ୱରୂପ ଗୋଟେ ଫଟା ହେଇଥିବା ନୋଟଟେ ଏ ପୂଜାରୀକୁ ଦେଲେ ସେ ଠିକ୍ ବୁଝିପାରିବ। କିନ୍ତୁ ପୂଜାରୀଟି ମନେ ମନେ ଚିନ୍ତା କଲା, ଆଜି ରାଜା ବହୁତ ଦକ୍ଷିଣା ମୋତେ ଦେବେ, ଯେଉଁଥିରେ କି ମୁଁ କିଛି ସଞ୍ଚୟ କରିବି। ଏପଟରେ ସେନାପତି ଚିନ୍ତା କଲା ଯେ ଆଜି ପୂଜାରୀ ବହୁତ ଦକ୍ଷିଣା ପାଇବେ, ବହୁତ ଲାଭବାନ ଆଜି ହେବେ। ପୂଜା ସରିବା ପରେ ଗୋଟେ ଫାଟି ଯାଇଥିବା ନୋଟଟିକୁ ରାଜା ପୂଜାରୀଙ୍କ ହାତକୁ ବଢ଼ାଇ ଦେଲେ। ଆଉ ପୂଜାରୀ ମଧ୍ୟ ଖୁସିରେ ଗ୍ରହଣ କଲେ ଆଉ ରାଜାଙ୍କୁ ଭରପୁର ଆଶୀର୍ବାଦ ଦେଲେ। ହେଲେ ସେନାପତି ଆସି ପଚାରିଲେ ପୂଜାରୀଙ୍କୁ କି ଆପଣଙ୍କୁ ରାଜା କ'ଣ ଦକ୍ଷିଣା ସ୍ୱରୂପରେ ଦେଲେ, ତାହା ଟିକେ ଆମକୁ କୁହନ୍ତୁ। ରାଜା ଯାହା ଦେଲେ ମୋତେ, ତାହା ମୁଁ ସାରା ଜୀବନ ବିକି କରି ଭାଙ୍ଗି କରି ଖାଇଲେ ସରିବ ନାହିଁ। ଏମିତି ରତ୍ନ ସେ ମୋତେ ଦେଇଛନ୍ତି କି ଜୀବନ ସାରା ଯେତେ ଖର୍ଚ୍ଚ କଲେ ମଧ୍ୟ ତାହା ସରିବ ନାହିଁ। ପୁରା ରାଜ୍ୟରେ ଭାଳେଣି ପଡ଼ିଗଲା କି ରାଜା ଏମିତି କ'ଣ ଦେଇଛନ୍ତି ପୂଜାରୀଙ୍କୁ, ଯାହା ଜୀବନ ସାରା ବିକି ଖାଇଲେ ବି ମଧ୍ୟ ସରିବ ନାହିଁ। ପୁରା ରାଜ୍ୟରେ ଏ କଥାଗୁଡ଼ା ବ୍ୟାପିଗଲା। ଆରେ, ମୁଁ ତ ପୂଜାରୀଙ୍କୁ ଗୋଟେ ଫଟା ପାହୁଲିଟେ ଦେଇଥିଲି, କିନ୍ତୁ ପୂଜାରୀ କହିବାର କଥା ଯେ ଏମିତି ଜିନିଷ ସେ ପାଇଛନ୍ତି କି ଜୀବନ ସାରା ଖର୍ଚ୍ଚ କଲେ ମଧ୍ୟ ସରିବନି। ନା, ତାଙ୍କୁ ଗୋପନରେ ଟିକେ ଡକେଇ ତାଙ୍କ ସହ ଏ କଥା ଆଲୋଚନା କରିବାକୁ ପଡ଼ିବ। ସେ ଦାନରେ ଏମିତି କ'ଣ ମୋ କତିରୁ ପାଇଲେ ଯେ ଏତେ ବଡ଼ କଥା କହୁଛନ୍ତି? ମହର୍ଷି, ମୁଁ ତ ତୁମକୁ ଫଟା ପାହୁଲିଟିଏ ଦେଇଥିଲି। ତୁମେ ଇଏ କ'ଣ ସବୁ କହୁଛ? ତୁମେ ଯାହା କହୁଛ ସବୁ ସତ କଥା ମୋ ପାଖରେ କୁହ। ଆଜ୍ଞା ମଣିମା, ମୁଁ ଯେତେ ବି ମୁଣ୍ଡ ବାଡ଼େଇଲେ ମଧ୍ୟ ସେ ଫଟା ପାହୁଲିଟିକୁ କେହି ବି ନେବେ ନାହିଁ। ମୋର ବି କୌଣସି କାମରେ ସେ ଲାଗିବ ନାହିଁ। କିନ୍ତୁ ଆପଣ ହେଉଛନ୍ତି ମୋର ଅନ୍ନଦାତା, ତ ଆପଣଙ୍କ ସମ୍ମାନ ରଖିବା ଯୋଗୁଁ ମୁଁ କହିଲି ରାଜା ଯାହା ଦେଇଛନ୍ତି ଦକ୍ଷିଣା ସ୍ୱରୂପ, ତାହା ହେଉଛି ମୋ ପାଇଁ ଅପୂର୍ବ। ଶେଷରେ ରାଜା ତାଙ୍କର ଭୁଲ ବୁଝିପାରିଲେ ଏବଂ ପୂଜାରୀଟିକୁ ଗୋଟେ ସୁନା ମୁଦ୍ରା ଦକ୍ଷିଣା ସ୍ୱରୂପ ଦାନ କଲେ।